नमस्कार, गुड मॉर्निंग, जय आरसीएम, सुप्रभात। सुप्रभात, गुड मॉर्निंग, जय आसिया। बहुत बहुत धन्यवाद ସମସ୍ତଙ୍କୁ। ନୂଆ ସକାଳରେ ନୂଆ ଚିନ୍ତାଧାରା, ନୂଆ ଦିଗଦର୍ଶନ, ଆ, ନୂଆ କିଛିକୁ ଆମେ ପାଇବା ପାଇଁ ଯୋଉ ପ୍ରକାରର ଚିନ୍ତନ ଆମକୁ ଦରକାର, ତ ତା ଭିତରେ ଆମେ ଧ୍ୟାନ ହଉଛି ଆମ ପାଇଁ ବହୁତ ମହତ୍ୱପୂର୍ଣ୍ଣ। ଆଜି ଗୁରୁକୁଳରେ ଆଜି ବୁଧବାର ଥିଲା, ତ ବହୁତ ସାରା ସାଥୀ ଆଜି ଧ୍ୟାନ ବି କଲେ। ସାମୂହିକ ଧ୍ୟାନ କରିବା ଦ୍ୱାରା ବହୁତ ସାରା ଉପକାର ବି ହେଲା। ତ ନିଜେ ବି ମୁଁ ବି ଫିଲ୍ କଲି ଯେ ଧ୍ୟାନ କରିବା ଦ୍ୱାରା ବହୁତ ସାରା ଆନନ୍ଦ ମିଳୁଛି, ମନ ଭିତରେ ବହୁତ ଶାନ୍ତି ବି ମିଳୁଛି। ଅ, ବହୁତ ସାରା ଟିପ୍ସ ବି ମ୍ୟାଡାମ ଆଜି କହିଲେ। ତ ଯେମିତିକି ଧ୍ୟାନ ଆମର ଆୟୁ ଅନୁସାରେ ଆମେ ଧ୍ୟାନ କରିବା ଦରକାର। ଯାହାକୁ ଯେତିକି ବୟସ ସେତିକି ମିନିଟ ସେ ଧ୍ୟାନ କରିବା, ଆଉ ଦିନରେ 2 ଥର କରିବା ଦରକାର। ତ ତା ଛଡ଼ା ସକାଳୁ ପ୍ରାତଃ କାଳରେ ଧ୍ୟାନ କରିବାଟା ସବୁଠୁ ବହୁତ ଭଲ ଆମ ପାଇଁ। ସେତେବେଳେ ମାଇଣ୍ଡ ପୁରା ସ୍ଥିର ଥାଏ। ଯେମିତିକି ସାଇନ୍ସକୁ ଦେଖିବାକୁ ଗଲେ ଯେମିତି କୁହାଯାଏ ଯେ ଆମେ ଯଦି ଶୋଇପଡ଼ୁ ତାହେଲେ ଆମର ମାଇଣ୍ଡ ଡେଟକ୍ସ ହେଇଯାଏ, ମାନେ ସବୁ ପୁରା ସଫା ହେଇଯାଏ। ଆଉ ସକାଳୁ ସକାଳୁ ପୁରା ଶାନ୍ତି ମନରେ, ବହୁତ ଖୁସି ମନରେ ଆମେ ମାନେ ଧ୍ୟାନ କରିଥାଉ। ଆଉ ଧ୍ୟାନ କରିବା ହିଁ ଦରକାର। ଆଉ ମାଇଣ୍ଡ ଆମର ଧ୍ୟାନ କରିବା ଦ୍ୱାରା ଆମ ମାଇଣ୍ଡ ବି ବହୁତ ସାରା ପାୱାରଫୁଲ ବି ହୁଏ। ତ ଆମେ ତ ବାହାରର ଯାତ୍ରା କରୁଛେ। ଆଜି ମ୍ୟାଡାମ ବହୁତ ବଢିଆ କଥା କହିଲେ, ଆମେ ବାହାରର ଯାତ୍ରା କରିବା ପାଇଁ ଆମେ ବ୍ୟାଗ ତିଆରି କରୁଛେ, ସବୁ କିଛି ତିଆରି କରୁଛେ, କିନ୍ତୁ ଭିତରର ଯାତ୍ରା କରିବା ପାଇଁ କିଛି ଦରକାର ନାହିଁ। ଯେ କେବଳ ନିଜର ନିଶ୍ୱାସକୁ ନବା, ନିଶ୍ୱାସକୁ ଛାଡ଼ିବା, ତ ତା ଉପରେ କେବଳ ଧ୍ୟାନ କରିବା ଦ୍ୱାରା ଆମେ ବହୁତ ଠିକ ରହିପାରିବା। ତା ଛଡ଼ା ରେଗୁଲାର କରିବା ଦରକାର। ଦିନେ ଦିନେ ଆଜି କେବଳ ବୁଧବାରକୁ ବୁଧବାର ଆମେ ଧ୍ୟାନ କରିବା, ତାପରେ ଆଉ କରିବାନି ନାଇଁ। ଆମେ ରେଗୁଲାର କରିବା, ଆମ ଆୟୁ ଅନୁସାରେ, ଆମର ବୟସ ଅନୁସାରେ ଆମେ କରିବା। ଆଉ ଇଏ ଧୀରେ ଧୀରେ ବଢିବ, ଇଏ ଏକାଥରେ ବଢିବନି। ଆସ୍ତେ 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 ବଢିବ। ବହୁତ ସାରା କଥା ଆପଣ ମାନେ ବି ନୋଟ କରିଥିବେ, ଆଉ ତା ଉପରେ ବି ବହୁତ ସାରା ଆପଣଙ୍କର ମୋଠୁ ଅଧିକା ବି ଆପଣଙ୍କର ବି ଆପଣ ଅନୁଭବ ବି କରିଥିବେ। ଆସନ୍ତୁ ଆପଣଙ୍କ ଅନୁଭବ ଆମେ ଶୁଣିବା ଯେ ଆମେ ଧ୍ୟାନ କରିବା ଦ୍ୱାରା କ'ଣ ଆମେ ବେନିଫିଟ ଆମେ ପାଇଲେ, ତ ତା ବିଷୟରେ ନେବା। ତ ଫାଷ୍ଟ ଆମେ ଷ୍ଟାର୍ଟ କରିବା ସୁକାନ୍ତ ବାବୁଙ୍କଠୁ ଷ୍ଟାର୍ଟ କରିବା। ସୁକାନ୍ତ ବାବୁ, କ'ଣ ଆଜି ଧ୍ୟାନ କରିବା ଦ୍ୱାରା କ'ଣ ଆପଣଙ୍କର ମାଇଣ୍ଡ ପାୱାର କେତେ ଆମେ ଡେଭଲପ କରିଗଲେ, କୁହନ୍ତୁ ଆଜ୍ଞା। ସାର୍ ନମସ୍କାର। ସାର୍ ଜୟ ଆସିମ୍। ସାର୍ ଧ୍ୟାନ ତ ଆମେ ଦେଖୁଥିଲୁ, ଇଏ କରୁଥିଲୁ, ଧ୍ୟାନ ବି ମୁଁ ସେଥିରେ କରୁଥିଲି। ସାର୍ ଧ୍ୟାନ କରିବା ଦ୍ୱାରା ସାର୍ ଗୋଟେ ନିଜକୁ ଫିଲ୍ ହବ, ଆପଣର ମନୋବଳ ସାର୍ ବଢିଯିବ, କନଫିଡେନ୍ସ ବଢିଯିବ। ଆଉ ଆପଣଙ୍କ ଦିନ ଯାକ ଆପଣଙ୍କୁ ମାନେ ଯେମିତି ଡିପ୍ରେସନ ଲାଗୁଥିଲା, ଆପଣଙ୍କର ଉର୍ଜା ଗୋଟେ ବାହାରିକି ଆପଣଙ୍କ କାମ କରିବା ପାଇଁ ଗୋଟେ ସାହସ ଶକ୍ତି ମିଳିବ। ତା ସହିତ ଆପଣଙ୍କର ଶ୍ୱାସକ୍ରିୟା ଆପଣଙ୍କର ମୁଁ ଦେଖିଛି, ମୁଁ ଧ୍ୟାନ କଲା ବେଳେ, ଯୋଗ ପ୍ରାଣାୟାମ କଲା ଦ୍ୱାରା ଯୋଉ ଥଣ୍ଡା ଫଣ୍ଡା ହେଇଥିଲା, ଥଣ୍ଡା ଫଣ୍ଡା ବି ମୋର ନାକ ଚୁଣ୍ଟି ହବା, ଇଏ ହବା, ସେ ଜିନିଷ ବି ଦେଖିଲି। ଧୀରେ 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 ବି ଏଇଟା ବିନା ମେଡିସିନ ସେ ବି ଭଲ ହେଇଯାଉଛି। ତା ସହିତ ଧ୍ୟାନ କରିବା ଦ୍ୱାରା ଆମକୁ ଦିନ ଯାକର ଗୋଟେ ମାନେ ମଣିଷର ଏନର୍ଜି ଚାର୍ଜ ରହିଲା ମେସେଜ ଜଣା ପଡୁଛି। ବହୁତ ସାରା ଏମିତି ବହୁତ ସାରା ବଢିଆ, ଅନୁଭବ ହେଇପାରୁଛି। ବହୁତ ବଢିଆ, ବହୁତ ବଢିଆ। ମିତାଞ୍ଜଳି ମ୍ୟାଡାମଠୁ ଶୁଣିବା। ମ୍ୟାଡାମ ବହୁତ ଭଲ ଧ୍ୟାନ କରନ୍ତି। ଆଜ୍ଞା ମ୍ୟାଡାମ, ଅନମ୍ୟୁଟ କରନ୍ତୁ। ସାର୍ ନମସ୍କାର। ଆଜ୍ଞା। ଚାନ୍ଦ ସାର୍ଙ୍କୁ ନମସ୍କାର। ସାର୍ ମୁଁ ତ ଧ୍ୟାନ ସବୁବେଳେ କରେ। ଆଉ ଆମର ଗୋଟେ ଶିବଯୋଗ ବୋଲି ଥିଲା, ମୁଁ ସେଇଠି ପ୍ରାୟ ସବୁବେଳେ କରେ, ଏବେ ଆଉ ଯାଇପାରୁନି। ମୁଁ ସାର୍ ଧ୍ୟାନ ଦ୍ଵାରା ମୋ ଶରୀରଟାକୁ ମୁଁ ଠିକ କରେ। ଏମିତି କାହାର ଦେହ କଲା ଯୋଉ ହିଲିଂ ଦେଇକିରି ସେଇଟା କି ବି ମୁଁ କରିପାରେ। ଆଉ ଧ୍ୟାନ ଦ୍ଵାରା ନିଜର ଶରୀର ସୁସ୍ଥ ରହିବ, ଯାହା ମ୍ୟାଡାମ କହିଲେ। ଆମେ ତ ଇଏ କରୁଛୁ, ମୁଁ ସବୁଦିନ ସାର୍ ଉଠିବି, ଆଗେ ସୋଫାରେ ବସିକିରି ମାନେ ମୋ ଭିତରେ ଯୋଉ ଭଗବାନ ଅଛନ୍ତି ତାଙ୍କୁ ଡାକିକି କୁହେ, ପ୍ରଭୁ ମୋ ଶରୀର ଠିକ କର, ଆଉ ସମସ୍ତଙ୍କୁ ଭଲ ରଖ। ମୋର କୁହେନି, ମୁଁ ସମସ୍ତଙ୍କୁ ଭଲ ରଖ କହିକିରି ହାତକୁ ଇଏ କରିକିରି ଟିକେ ସମୟ କରେ। ଆଉ କହିଲେ ତ ବହୁତ କିଛି କହିପାରିବି, କିନ୍ତୁ ମୁଁ ନିଜକୁ ନିଜେ ଇଏ କରିପାରେ। ଆଉ ଧ୍ୟାନ ଦ୍ଵାରା ନିଜ ଶରୀର ସୁସ୍ଥ ରହିବ, ଆଉ ସବୁ କିଛି ଠିକ ରହିବ।
ଆଉ ସାର୍ ଏତିକି କହୁଛି ଆଉ ଜଗନ୍ନାଥଙ୍କ ପାଖରେ ବସି ମାइंड भी ଦେଖୁଛି स्ट्रांग रहे। ମାନେ ଆମ ମାଇଣ୍ଡ ବି free। ଆଜ୍ଞା ଆଜ୍ଞା ସାର୍ ରାଗ ବି ଏତେ ଆସେନି ସାର୍ ଯଦି ମୋ ଅନୁଭୂତି ସାର୍ ରାଗ ହଠାତ୍ ଆସିବନି ମନକୁ ମାନେ ଆସିବ ମାନେ ଯୋଉ ଇଏ ଦ୍ଵାରା ଧ୍ୟାନ ଦ୍ଵାରା ତମ ରାଗଟା ବି କଣ୍ଟ୍ରୋଲ ହେଇଯାଏ। ଯିଏ ଜାଣିପାରୁଥିବ ସିଏ କହିବ କିନ୍ତୁ ଯିଏ ନ ଜାଣିପାରୁଥିବ ସେ କହିବ ଇଏ ବେକାର କଥା କହୁଛି। ସାର୍ ନମସ୍କାର ସାର୍। ओके ओके प्रवीणा मैडम कौन ध्यान द्वारा कौन पाइले मैडम ସାର୍ कौन पाइले ନମସ୍କାର। आज्ञा ଚାନ୍ଦ ସାର୍ଙ୍କୁ ବି ନମସ୍କାର। ସାର୍ ଆଜି ଧ୍ୟାନରେ ତ ମୁଁ ଅଧା ପୁରା କୁଆଡେ ଚାଲି ଯାଇଛି ମୁଁ ଜାଣିନି। ଧ୍ୟାନ ଭିତରେ କୁଆଡେ ଲୀନ ହେଇଯାଇଛି। ମାନେ ଧ୍ୟାନ ଯଦି ଧ୍ୟାନ ଆସିଗଲା ଆପଣଙ୍କର ସବୁ କିଛି ଚାଲିଗଲା ଆଉ କିଛି ରହୁନି ମୁଣ୍ଡ ଭିତରେ ଆଉ କିଛି ରହୁନି ଯେ ଆପଣ କୋଉଠି ଅଛନ୍ତି କଣ କରୁଛନ୍ତି କୋଉ ପରିସ୍ଥିତିରେ ଅଛନ୍ତି ସେଗୁଡାକ ଆଉ କିଛି ମନେ ରହୁନି। ମାନେ ସେତିକି ସମୟ ଯୋଉ ରିଲାକ୍ସ ଟାଇମ ସେ ଦିନ ସାରାର ଉର୍ଜା ଯୋଗଉଛି। ସେଇ ଯୋଉ ରିଲାକ୍ସ ଆମର ମୁଁ ତ ଭାବୁଛି ସବୁଦିନ ଯଦି ଏମିତି ଅଧଘଣ୍ଟେ କି 15 ମିନିଟ ଧ୍ୟାନ ରହନ୍ତା ବୋଧେ ଆମ ପାଇଁ ବହୁତ କିଛି ବି ଭଲ ରହନ୍ତା। ଧୀରେ ଧୀରେ ବୟସ ବଢିବା ସଙ୍ଗରେ ଆମର ଉର୍ଜାର କମି ହେଇଯାଉଛି। ସବୁବେଳେ ଆମେ ଏଇ ଘର ଜଞ୍ଜାଳ ଏଇ ଭିତରେ ଭିତରେ ରହିଲା ଭିତରେ କିନ୍ତୁ ସିଏ ସେତିକି ମିନିଟ ସାର୍ ଏତେ ବଡିକି ଉର୍ଜା ଯୋଗଉଛି ମାନେ ଆଉ କୁହନ୍ତି ଦିନ ସାରାର ଏନର୍ଜି ଆସିଯାଉଛି ଯେ କୁଆଡେ ଯିବା କଣ ନାହିଁ ମାନେ ବଡିର ବହୁତ ବଡ ଏନର୍ଜି ଆସୁଛି। ମୁଁ ତ ସବୁବେଳେ ଇଏ କରେ ଯେ ସକାଳୁ ଉଠିକି ତ ମୁଁ ସବୁବେଳେ କରେ ମୋ ଘରେ ବି ମୁଁ ଠାକୁର ପୂଜା କରେ ମୋ ଘରେ ମୁଁ ଇଏ କରେ ସେ ସବୁ ଜିନିଷ କରେ କିନ୍ତୁ ଏଇ ଯୋଉ ଧ୍ୟାନ ଟା ଏତେ ନଥିଲା। କିନ୍ତୁ ଏଇ ଗୁରୁକୁଳ ଦେଖିଲା ପରେ ଇଏ ଯୋଉ ଧ୍ୟାନର ମାହାତ୍ମ୍ୟ ମୁଁ ଚାଲେ ଏମିତି ଏବେ ସୁଦ୍ଧା ବି ମୁଁ ଚାଲୁଛି ଚାଲେ ଦି ଓଳି ସକାଳେ ସନ୍ଧ୍ୟାରେ ଦି ଓଳି ଚାଲେ କିନ୍ତୁ ଧ୍ୟାନ ଟା ଏତେ ମୁଁ କରେନି ବହୁତ କମ କରେ। 5-10 ମିନିଟ ଏମିତି ଜଷ୍ଟ ଶୋଇକି ଉଠିଲା ପରେ ଟିକେ ଏମିତି ପ୍ରାଣାୟାମ ଟିକେ ଏମିତି କରେ। କିନ୍ତୁ ଏ ଧ୍ୟାନ କଲା ପରେ ସାର୍ ବହୁତ କିଛି ଉନ୍ନତି ହେଇଛି। ଆଜ୍ଞା ସେ ଥ୍ୟାଙ୍କ ବି ୟୁ ସାର୍। କହୁଛନ୍ତି ଆଜି ବି କହିଲେ କି ଧ୍ୟାନ ଆମର ଆୟୁ ଅନୁସାରେ ଆମର ବୟସ ଅନୁସାରେ ଯେତିକି ସମୟ ସେତିକି ମିନିଟ ପ୍ରତ୍ୟେକ ଦିନ ଦିଥର ଏମିତି ଆମେ କରିପାରିବା କରିବା ଧ୍ୟାନରେ ସାର୍ ଏତେ ଏତେ ବଡ ଉର୍ଜା ମିଳେ ମାନେ ଯିଏ କରିବ ସେ ହିଁ ଜାଣିପାରିବ। ଏଇଟା ଅନୁଭବ କରିବାର କଥା ଏଇଟା ମାନେ କାହାକୁ କହିଲେ ମୁଁ କହିବି ସିଏ କହିବ କିଛି ନାହିଁ ଯେଟା ଯିଏ ନିଜେ ଅନୁଭବ କରିପାରିବ ଜାଣିପାରିବ ଯେ ପ୍ରକୃତରେ ଏଇଟା କଣ ତା ପାଇଁ ଆସୁଛି। କେତେ ରୋଗ ସାର ଭଲ ହେଇଯାଉଛି କେତେ କଣ ଭଲ ହେଇଯାଉଛି କିନ୍ତୁ ସବୁଠୁ ବଡ ହଉଛି ମାଇଣ୍ଡ ଫ୍ରେଶ। ଆଉ କିଛି ଦରକାର ନାହିଁ ଯେତେବେଳେ ବଡିର ରୋଗ ଅଛି ଉର୍ଜା ଅଛି ସିଏ ନାହିଁ କିନ୍ତୁ ଯଦି ଧ୍ୟାନ ସେ ବସିବ ତମର ମାଇଣ୍ଡ ଟା ଆଗ ଫ୍ରେଶ ହେଇଯିବ। ଥ୍ୟାଙ୍କ ୟୁ ସାର୍। ଆଜ୍ଞା ଆଜ୍ଞା ସେ ମ୍ୟାଡାମ ବି କହୁଥିଲେ କୋଭିଡ ସମୟରେ ନା ସେତେବେଳକୁ ତାଙ୍କର ହାଇ ବିପି ଥିଲା ସେ ପାହାଚ ଚଢିବା ପାଇଁ ବହୁତ ଭୟ କରୁଥିଲେ ଏବେ ସବୁ କିଛିକୁ ଠିକ କରିଦେଲେଣି ଧ୍ୟାନ ଦ୍ଵାରା କୁହନ୍ତୁ। ଜୟ ଆସିଏମ୍। ମୁଁ ପ୍ଲିଜ ଆଜି ଗୁରୁକୁଳ ଆଜି ମୁଁ ଦେଖିନି ସାର୍ଙ୍କୁ ନମସ୍କାର। ସାର୍ ସାର୍ଙ୍କୁ ଭୁଲି ଯାଇଥିଲି ନମସ୍କାର। ଆଉ ମୁଁ ଆଜି ଦେଖିନି ଗୁରୁକୁଳ କିନ୍ତୁ ମୁଁ ସବୁଦିନ ସକାଳୁ ଉଠି କଣ କରେ ସବୁ ନମସ୍କାର। ନିଜର ନିତ୍ୟ କାମ ସାରିକିରି ମୁଁ ଯୋଗ ଆସନରେ ବସେ ସବୁଦିନେ 4:30ରୁ ଏବେ ଟିକେ ଲେଟ୍ ହଉଛି। ଆଉ ଯୋଗାସନରେ ବସିକି ମୁଁ ଓମ୍ ଉଚ୍ଚାରଣ 3 ଥର କରେ। ଯୋଉଟା କି ଓମ୍ ଉଚ୍ଚାରଣ ଦ୍ଵାରା ଆମ ଘର ଯୋଉ ବାତାବରଣ ଓମ୍ ର ପ୍ରତିଧ୍ୱନି ଘରଟା ଗୋଟେ ଯେମିତି ଶୁଦ୍ଧମୟ ହେଇଯାଏ ନିଜ ମନଟା ଆମେ ଓମ୍ କୁ ଉଚ୍ଚାରଣ କରିସାରିଲା ପରେ ଆଖି ବୁଝିକିରି ଚକା ମାଲି ପକେଇକି ବସି ନ ପାରିଲେ ବି ବସିବାକୁ ଏବେ ଅଭ୍ୟାସ ହେଇଗଲାଣି। ବସିକିରି ଦି ଆଙ୍ଗୁଠିକି ଏମିତି ଟଚ କରିକି ପ୍ରଥମ ଦିଟା ଆଙ୍ଗୁଠିକି ଏମିତି ବସିକିରି ନିରବରେ ଆଖି ବନ୍ଦ କରିକିରି ଗୋଟାଏ ପଏଣ୍ଟ ଉପରେ ଆମେ ଧ୍ୟାନଟା ମାନେ ଆମର କନସେସନ ଟା ଗୋଟାଏ ପଏଣ୍ଟରେ ରହିବ। ଯୋଉଟା କି ମୁଁ ଗୁରୁଦେବଙ୍କୁ ଧ୍ୟାନ କରେ ଆଗ। ମୁଁ ମୋ ଠାକୁରଙ୍କୁ ମୁଁ ଆଗ ଗୁରୁଦେବଙ୍କୁ ଧ୍ୟାନ କରେ। ଆଉ ଧ୍ୟାନ ଦ୍ଵାରା ମନର ବହୁତ ଶାନ୍ତ ସେଇ ଟାଇମ ଟା ଏତେ ମାନେ ଶାନ୍ତ ସବୁ ଦୁଃଖ ଜଞ୍ଜାଳ ସବୁ ଭୁଲି ଯାଇ ଯେମିତି ଐଶ୍ୱରିକ ଚିନ୍ତାଧାରା ଆମେ ଲୀନ ହେଇଯାଉ। ଏଇଟା ବହୁତ ବଢିଆ ଲାଗେ ଆଉ ଆମ ଏଜ ଅନୁସାରେ ଆମେ
ମିନିମମ୍ 20 ମିନିଟ୍ କଲେ ବି ଯଥେଷ୍ଟ। ଆଉ ସେଇଟା ବି ଆମ ଦେହ ପାଇଁ ବହୁତ ଭଲ। ଧ୍ୟାନ ଦ୍ୱାରା ଆମର ଶରୀରର ଯୋଉ ଇଏଟା ସେତିକିବେଳେ ଶାନ୍ତ ହେଇଯାଏ, ଗୋଟାଏ ଜାଗାରେ ଏକତ୍ରିତ ହୁଏ। ଆମର ମନର ଯୋଉ ଇଏଟା ଆମ ନାଭି ଚକ୍ର ଦେଇ ପୁଣି ଉପରକୁ ଉଠେ, ପୁଣି ତଳକୁ ଆସେ। ଏ ଦ୍ୱାରା ବହୁତ ବଢିଆ ଲାଗେ। ଆଉ ମୁଁ ଧ୍ୟାନ ତ ବହୁତ ଦିନରୁ କରେ। ଆଉ ଠାକୁରଙ୍କ ଆମର ବି ବହୁତ ଧ୍ୟାନ ଯୋଗ ଇଏ ସବୁ ଅଛି। ଆଉ ଏସବୁ କଥା ଗୁରୁଦେବଙ୍କ ଇଏ ଚାଲିଛୁ। ଆଉ ଜୀବନରେ ସମସ୍ତଙ୍କୁ ଏଇ ଗୁରୁକୁଳ ଆସିବା ପାଇଁ କହିବୁ, ଯୋଉମାନେ କି ଧ୍ୟାନ ଦ୍ୱାରା ବହୁତ ଆମର କେତେ ରୋଗ ବି ଭଲ ହେଇଯାଉଛି। ସେଇଟା ବହୁତ ଭଲ। ତାପରେ ଆମେ ଆଉ କଣ କହିବୁ, ଓଭର ଟୁ ସତ୍ପରିଆ। ନାଇଁ, ବହୁତ ବଢିଆ କଥା। ତାମାନେ ଆମକୁ 20 ବର୍ଷ, 20 ବର୍ଷରେ 20 ମିନିଟ୍, ମାନେ 20 ମିନିଟ୍ କହିଲେ ମାନେ ଆମକୁ 20 ବର୍ଷ ତାହେଲେ। ଯାହା ହଉ, ବହୁତ ବଢିଆ। ଆଚ୍ଛା, ଆଜି ନୟନ ସାରଙ୍କଠୁ ଶୁଣିବା ତାଙ୍କର ଧ୍ୟାନ କେମିତି ରହିଲା। ନୟନ ସାର୍, ଆପଣଙ୍କ ଧ୍ୟାନ କେମିତି ରହିଲା ଆଜି? ସାର୍ ନମସ୍କାର। ନମସ୍କାର। ଜୟ ଜଗନ୍ନାଥ। ଆପଣଙ୍କୁ ଚାଲ ସାର୍ ନମସ୍କାର। ତାପରେ ସାର୍ ଧ୍ୟାନ ମୁଁ ଶୁଣୁଥିଲି ମ୍ୟାଡାମଙ୍କ ଗୁରୁକୁଳ ଇଏରେ, ମ୍ୟାଡାମ ଯେତେ ସୁନ୍ଦର ଭାବରେ କହିଲେ ତାଙ୍କର ଏତେ ଏଜ୍ ଭିତରେ ସେ କନସେନ୍ଟ୍ରେସନ କରୁଛନ୍ତି, ନିଜେ ବି ନିଜ ମନ ଭିତରଟାକୁ ଶାନ୍ତି ରଖୁଛନ୍ତି ଏବଂ ଅନ୍ୟମାନଙ୍କୁ ତା ଦ୍ୱାରା ପ୍ରେରିତ କରୁଛନ୍ତି। କିନ୍ତୁ ମନଟା ଆମେ ଯଦି ସକାଳ ପ୍ରାତଃ ସମୟରେ ଆମେ ଶାନ୍ତ ରଖିପାରିବା ଧ୍ୟାନ ବଳରେ, ତା ବଳରେ ଆମେ କଣ ନିଜେ ଗୋଟେ କିଛି ଶାନ୍ତି ଅନୁଭବ କରିବା ଏବଂ ଶାନ୍ତି ଫଳରେ ଆମେ କୌଣସି ପ୍ରକ୍ରିୟା ଆରମ୍ଭ କରିବା। ବା କିନ୍ତୁ ମେନ୍ ହଉଛି ଆମର କେତେ ପ୍ରକାର ଯୋଗ ଅଛି। ନେଟୱାର୍କ ବୋଧେ ଟିକେ ଫ୍ଲକ୍ଚୁଏଟ୍ ହଉଛି। ଓକେ, ମିନତି ମ୍ୟାଡ଼ାମ କୁହନ୍ତୁ। ସାର୍ ନମସ୍କାର। ସବୁ ସାର୍ ମାନଙ୍କୁ ନମସ୍କାର, ବାପା ମାନଙ୍କୁ ନମସ୍କାର। ମୁଁ ତ ପତଞ୍ଜଳିର ସବୁବେଳେ ଯୋଗ କରିବାକୁ ଯାଏ। ଏଇ ଦେହ ଖରାପ ହେଲା ଦିନଠୁ ଯାଇନି। ପ୍ଲସ୍ ଆପଣଙ୍କର ଭ୍ରମରି ସାର୍ ଇଏ ହଁ, ଭ୍ରାମରୀ ବି କରେ। ପତଞ୍ଜଳିରେ ଯାଏ 5ଟାରେ, 6ଟାରେ ସରେ, କିନ୍ତୁ ଏବେ ଯାଇପାରିନି। ତାପରେ ମୁଁ ଘରେ କରାଗ ବସ କରି ଯୋଗ କରେ, ଏମିତି ଧ୍ୟାନରେ ବସେ। ତାପରେ ଘରେ ଟିକେ ଟିକେ ଅଣ୍ଟା ଫଣ୍ଟା ହେଲା କିଛିଟା ଛୋଟ ଛୋଟ ମୋ ବ୍ୟସ୍ତରେ ରହିଯାଏ। ତାପରେ ଉଠିଲା ମାନେ ଶୋଇଲା ବେଳକୁ କହିବି ସେଇ ଭଗବାନଙ୍କୁ ଜଣା। ସାରା ଦିନର ଯୋଉ ଭୁଲ କ୍ଷମା ଦିଅନ୍ତୁ। ଉଠିଲେ ବି କହେ ଆଜିର କର୍ମ କଣ ମତେ କୁହନ୍ତୁ, ମୁଁ କରିବି। ଭଗବାନଙ୍କୁ ଜଣେଇ ଦିଏ ଆଜିର କର୍ମ କଣ। ସେତିକି କରେ। ଆଉ ଟିକେ ଧ୍ୟାନରେ ବସେ, ଅଧଘଣ୍ଟା ଖଣ୍ଡେ ବସିକି ତାପରେ ମୁଁ ଉଠିକି ବିଛଣା ଛାଡିକି ଆସେ। ବସିଥିବା ମାତାକୁ ନମସ୍କାର କରିବି। ଆଉ ବେଶୀ କରିପାରୁନି, ଏବେ ଟାଇମ ପାଉନି। ଆଉ ରହୁଛି ନମସ୍କାର। ଧ୍ୟାନ ଦ୍ଵାରା ବହୁତ ଭଲ। ଓକେ। ପତଞ୍ଜଳି ଯାଇଥିଲି, ମତେ ଯୋଉ ଇଏ ମିଳୁଥିଲା ଫଳ, ମୁଁ ବହୁତ କାହାକୁ କହିହବନି ବି। ଯୋଗରେ କେମିତି ହାଲକା ଲାଗେ, ଆଉ ମାଇଣ୍ଡ ଟା ଫ୍ରେଶ ଲାଗେ। ସକାଳୁ ଯାଇ ଆସିଲା ବେଳକୁ ମତେ ଏତେ ଫୁଲ ଭଳିଆ ଲାଗେ ବଡି ଟା। କିନ୍ତୁ ଏବେ ଯାଇପାରୁନି, ଭାରି ଚିନ୍ତା। 6 ତାରିଖରୁ ଯିବି ବୋଲି ଭାବୁଛି। ମୁଁ ତ ଝିଅ ସମସ୍ତେ ଡାକୁଛନ୍ତି ଆସ, କିନ୍ତୁ ଯାଇପାରିବି ଲାଗିବ। ଏବେ ନ ଯାଇପାରେ, ତାଙ୍କୁ ଖବର ଦେଇଦେଇଛି। ସେଇଆ ଆଉ। ହଉ, ରହୁଛି। ନମସ୍କାର ଓକେ, ନମସ୍କାର। ସାର୍। ଜୟ ସିଂ। ଆଉ କିଛି କହୁନି। ଆଜ୍ଞା, ଜୟ କାର୍ତ୍ତିକ ଶ୍ରୀ। ବାବୁଙ୍କୁ ଶୁଣିବା। କାର୍ତ୍ତିକ ବାବୁ ଆଜି ଧ୍ୟାନ କଣ କଲେ? କାର୍ତ୍ତିକ ବାବୁ, ଆଜି ଧ୍ୟାନ ଆପଣଙ୍କର କେମିତି ରହିଲା? ସାର୍ ନମସ୍କାର, ଜୟ ଶ୍ୟାମ। ଜୟ ସିଂ। ହଁ, ଧ୍ୟାନ ସାର୍ ଠିକ ଠାକ ଅଛି। ଆଉ ଚାଲିଛି, ଦେଖିବା ଆଉ। ଏବେ ବି ଧ୍ୟାନ ଚାଲିଛି? ନାଇଁ, ଏବେ ସାର୍ କାମ ଚାଲିଛି। ଆଚ୍ଛା ଏ ଗାଡିରେ କାଲି ଡିପୋ ଯାଇଥିଲୁ, ସେ ଗୋଟେ ବାଇକ ବାଲା ଟଚ କରିଦେଲା, ତାକୁ ଟିକେ ସଜାଡି ଦଉଛି। ଆଚ୍ଛା ଏଇ ଆଚ୍ଛା। ଗାଡି ଏଇ ଗାଡି। ହଉ, ଧ୍ୟାନ ମାଧ୍ୟମରେ ସଜାଡ଼ନ୍ତୁ। ଓକେ, ସାହୁ ଭାଇ ଆଜ୍ଞା। କୁହନ୍ତୁ। ହଉ ଆଉ ସାହୁ ଭାଇ। କାର୍ତ୍ତିକ ଧ୍ୟାନ ଧ୍ୟାନ ତ ଗାଡି ସଜାଡି ଦଉଛନ୍ତି। ଇଏ ଗୋଟେ ବହୁତ ବଢିଆ। ଧ୍ୟାନରୁ ଆମେ ଶାନ୍ତି ମିଳେ। ଆଜିର କର୍ମମୟ ଜୀବନରେ ଯୋଉ ଧ୍ୟାନ ଦ୍ଵାରା ଆମ ମନ ଭିତରେ ଯୋଉ ଉର୍ଜା ସୃଷ୍ଟି ହୁଏ,
ସେଇଟା ବେଶୀ ମାନେ ଆନନ୍ଦ ଦିଏ ଆଉ ଦିନଚର୍ଯ୍ୟାକୁ କାର୍ଯ୍ୟକାରୀ କରିବା ପାଇଁ ଇଏ ଗୋଟେ ବଢିଆ ମାଧ୍ୟମ ଯେ ଆମେ ଦିନଚର୍ଯ୍ୟାରେ ଆଜି ଦିନ ମାନଙ୍କ ଭିତରେ କଣ କଣ କାର୍ଯ୍ୟ କରିବା ସେଇ ଯୋଉ ଉର୍ଜାରୁ ବା ଧ୍ୟାନରୁ ଆମର ଜାଗ୍ରତ ସୃଷ୍ଟି ହୁଏ। ଯୋଉ 15 ମିନିଟ୍ 20 ମିନିଟ୍ କି ଅଧଘଣ୍ଟା ମୁଁ ତ ଆଜି ବହୁତ ଥର କରିଛି ପୁଣି ଭାଙ୍ଗିଛି ବହୁତ ଥର କରିଛି ଯାହା ଫଳରେ କି ଧ୍ୟାନ ଦ୍ୱାରା ବହୁତ ଆନନ୍ଦ ମିଳେ। ସବୁଠାରୁ ବେଷ୍ଟ ଜିନିଷ ହଉଛି ଆନନ୍ଦ ଆଉ ସ୍ୱାସ୍ଥ୍ୟ ଠିକ ରହିବା ପାଇଁ ହଉଛି ଧ୍ୟାନ ହଉଛି ସବୁଠାରୁ ବେଷ୍ଟ ଜିନିଷ। ଧ୍ୟାନ ଯୋଗ ଇଏ ହଉଛି ଗୋଟେ ବଢିଆ ବଢିଆ ମାଧ୍ୟମ ଯେ ଆମ ଶରୀରକୁ ସୁସ୍ଥ ରହିବା ପାଇଁ ପ୍ଲସ୍ ଜାଗ୍ରତ ସୃଷ୍ଟି କରେ। ଆମେ ମାନେ ଯୋଉ ଆଗକୁ ମାଡ଼ିବା ପାଇଁ ଆଜି ଦିନର କାର୍ଯ୍ୟକ୍ରମ କଣ ତାର ଯୋଉ ଉର୍ଜା ସୃଷ୍ଟି କରେ। ଏଇଟା ହଉଛି ସବୁଠାରୁ ବଢିଆ ଜିନିଷ। ତେଣୁ ଧ୍ୟାନ ମାଧ୍ୟମରେ ଆମେ ବହୁତ ବଡ ସକ୍ସେସ୍ ହେଇଯାଇପାରିବା ଯଦି ଏଇ ଧ୍ୟାନ ବିଷୟରେ ଅନ୍ୟକୁ କହିପାରିବା। ଓଭର ଟୁ ଶତପତି ବାବୁ। ଓକେ, ନମିତା ମ୍ୟାଡାମ କୁହନ୍ତୁ। ସାର୍ ଆଜ୍ଞା ନମସ୍କାର, ଚାନ୍ଦ ମୋର ନମସ୍କାର, ଜୟ ଜଗନ୍ନାଥ ସାର୍। ଆଉ ଧ୍ୟାନ ମୁଁ ଶୁଣିଲି ମ୍ୟାମଙ୍କ ଠାରୁ, ବହୁତ ବଢିଆ ଲାଗିଲା। ତାଙ୍କର ମାନେ ମନର ଶାନ୍ତି ପାଇଁ ହଉଛି ଆକ୍ଚୁଆଲି ଧ୍ୟାନ କରିବା କଥା। ଆଉ ଦିନ ଯାକର ଯେତେକ କର୍ମ ଆମକୁ କେମିତି ଆଗେଇ ନେବ ସେଥିପାଇଁ ଧ୍ୟାନ କରିବା ଦରକାର। ଆଉ ଶରୀର ବି ସୁସ୍ଥ ହବ ଧ୍ୟାନ ଦ୍ୱାରା। କିନ୍ତୁ ମୁଁ ବେଶୀ ସମୟ ଧ୍ୟାନ କରେନି, ମୋର କର୍ମ ଉପରେ ଲାଗିଯାଏ। ଆଉ ସାର୍ ମୁଁ ଆଉ ଅଧିକ ସ୍ଟ୍ରେସ୍ ନଉନି ଆଉ। ଓକେ, ଥ୍ୟାଙ୍କ ୟୁ, ବହୁତ ବଢିଆ କଥା। ପ୍ରମୋଦ ବାବୁ ଆଜି ଆପଣଙ୍କର କିଛି ଧ୍ୟାନ କଲେ କି? ନାଇଁ, ଠିକ ଅଛି, ଆଜ୍ଞା ଅନମ୍ୟୁଟ କରନ୍ତୁ। जय जय जगन्नाथ सर, हाँ जय जगन्नाथ, ଜୟ नमस्कार सर। ଜଗନ୍ନାଥ, नहीं नहीं ନମସ୍କାର। नहीं नहीं, ମୁଁ ଜବ୍ ରୁ ଲେଟ୍ ହେଇଗଲା ବହୁତ ନା, ଆଉ ଉଠି ହେଲାନି। କାଲିଠାରୁ ମୁଁ ଚେଷ୍ଟା କରିବି, କାଲିଠାରୁ ଟିକେ ଗାଡି ଲାଇନରେ ଆସିବ, ଟିକେ କାମ ଟିକେ ଜବ୍ ଅଛି, ଲୋଡ୍ ଅଛି। ଓକେ, ଠିକ ଅଛି, ବହୁତ ବଢିଆ କଥା। ଆପଣ ରେଗୁଲାର ଆସୁଛନ୍ତି, ବହୁତ ବଢିଆ। ଆ, ତ ବର୍ତ୍ତମାନ ଆମେ ଧ୍ୟାନ ଦ୍ୱାରା ଆମ ମନ ଭିତରେ ଯୋଉ ଏକାଗ୍ରତା ଆସିଲା, ଯୋଉ ମାଇଣ୍ଡର ପାୱାର ଯୋଉ ପ୍ରକାର ବଢିଲା, ତ କଣ କହିଲ? ଯୋଉ ପାୱାର ଆମର ବଢିଲା, ତ ତାକୁ କେମିତି ୟୁଟିଲାଇଜ ଆମେ କରିବା, ତ ଆମ ଜୀବନର ଗତିପଥରେ କେମିତି ଆଗକୁ ବଢିବା, ତା ଉପରେ ଆମେ ସାରଙ୍କଠୁ ଶୁଣିବା। ସାରଙ୍କ ଟିପ୍ସ ହିଁ ଆମର ବହୁତ ସାରା ବହୁତ ବଡ କାମ କରିପାରେ। ଏ, ଆମେ ତ ଧ୍ୟାନ କରିକି ମାଇଣ୍ଡକୁ ପାୱାରଫୁଲ କରିଦେଲେ, ତ ବର୍ତ୍ତମାନ ତାକୁ ଯଦି ରାସ୍ତା ନ ଦେଖିବା ତାହେଲେ ସେଇ ରାସ୍ତାଟା ସେଇଠି ହିଁ ରହିଯିବ, ଆଉ କେବଳ ସେ ଧ୍ୟାନରେ ରହିଯିବ, ଆଉ ଆଗକୁ କିଛି ହେଇପାରିବନି। ତ ରାସ୍ତା ଆମେ ଦେଖିବା ସାରଙ୍କଠୁ। ସାର୍ ପ୍ଲିଜ ୱେଲକମ୍ ସାର୍। थैंक यू बहुत बहुत धन्यवाद। ନମସ୍କାର ନମସ୍କାର। ନମସ୍କାର। नमस्कार नमस्कार ନମସ୍କାର। नमस्कार। आपण मानकर मेडिटेशन जो मानकर आग्रह मैडम माने तो बहुत भलो भावे तांकर मेडिटेशन करछुंती। आरती मैडम तो तांकर गुरु निगमानंदଙ୍କର आध्यात्मिक सहित जड़ित, तेणु मेडिटेशन रे से बहुत भलो कथा कहले। ता छड़ा मितांजलि मैडम भी भलो कथा, प्रवीणा मैडम, मिनती मैडम, समस्तଙ୍କର ଯାହା ମେଡିଟେସନ କରୁଛନ୍ତି, କିଛିଟା ସକାଳୁ ଉଠି ମେଡିଟେସନ କରିଲେ, ମେଡିଟେସନ ମାନେ 20 ମିନିଟ, ପ୍ରାୟ 20 ମିନିଟ ମେଡିଟେସନ କରିବା, ଆଉ 20-25 ମିନିଟ ୱାକିଂ କରିବା, କି ଅଧଘଣ୍ଟା ୱାକିଂ କି ଜଗିଂ ଏସବୁ କରିବା। ତାପରେ ନିଜର ଗୋଲ ସେଟିଂ କରିବା, ଆଜି ଦିନରେ ଆମେ କଣ କରିବା। ଇଏ ହଉଛି ମାନେ ସମସ୍ତଙ୍କଠୁ ପ୍ରତିଦିନ ସମସ୍ତଙ୍କର କରିବା ଉଚିତ। ବହୁତ ଗବେଷଣା କରି ଗୋଟେ ଜଣେ ବହୁତ ବିଶ୍ୱର ଜଣେ ବିଶିଷ୍ଟ ଲେଖକ ରବିନ ଶର୍ମା, ସେ ତାଙ୍କର ଗୋଟେ ବହି ଲେଖିଛନ୍ତି 5 AM ମର୍ଣ୍ଣିଂ, 5ଟା ବେଳକୁ ଉଠି ଏଇ ପ୍ରକାର କର, ଯାହା ଦ୍ୱାରା କି ଅନୁପ୍ରାଣିତ ହେଇ ସାରା ପୃଥିବୀରେ ଅନେକ ପରସେଣ୍ଟେଜ ଲୋକ କରୁଛନ୍ତି, ବହୁତ ବର୍ଷ କିଛି ବର୍ଷ ହେଲାଣି। ସେଇଟା ହଉଛି କଣ, 20 ମିନିଟ ମେଡିଟେସନ କରିବେ, 20 ମିନିଟ ଏକ୍ସରସାଇଜ ବା ଜଗିଂ କରିବେ, ଆଉ ତାପରେ ଆମର ସେଇ ଦିନର ଗୋଲ ସେଟିଂ କରିବେ। ଏଇଟା ଯଦି ପ୍ରତିଦିନ କରାଯାଏ ତାହେଲେ ସବୁ ଆମେ ଯାହା କରିବା, ଭଲ କାମ କରିବା, ତାକୁ ପ୍ରତିଦିନ କରିବା କଥା। କନସିଷ୍ଟେନ୍ସି ହଉଛି ବଡ କଥା। ମେଡିଟେସନ ରେ କନସିଷ୍ଟେନ୍ସି ଯଦି ହବ ତ ତାର ମାନେ ଚମତ୍କାର ଉପକାର ମିଳିବ। କନସିଷ୍ଟେନ୍ସି ଇଜ ଦ ରୁଟ୍ ଅଫ ସକ୍ସେସ୍ ସବୁ କାମରେ। ଆଉ ଧ୍ୟାନ ଅଭ୍ୟାସ କରିଲେ ଆମେ
ଯୋଉ କାମ କରିବା ସେଥିରେ ଆମେ କହନ୍ତିନି ଧ୍ୟାନ ଦେଇକିରି କର, ଧ୍ୟାନ ଦେଇକିରି କର, ସବୁ କାମକୁ ଧ୍ୟାନ ଦେଇକିରି ଯୋଉ କାମ ଆମେ କରିବା ଉଚିତ ତାକୁ ସେଇ କାମଟା ଧ୍ୟାନ ଦେଇକିରି କରିଲେ ହିଁ ସେଇଟା ମାନେ ସକ୍ସେସ୍ ହୁଏ। ତେଣୁ ତାର ପ୍ରାକ୍ଟିସ ଟା ଆମର ପ୍ରତିଦିନ ଯଦି କରିଥିବା ତାହେଲେ ଆମେ ଯୋଉ କାମ କରିବା ଧ୍ୟାନ ଦେବା, ଆଉ ଅନ୍ୟ କଥା କିଛି ଭାବିବାନି, ପୁରା କନସେନ୍ଟ୍ରେସନ ନେଇ କରିବା। ୟାର ଏଇ ହଉଛି ମୂଳ କଥା। ତେଣୁ କନସିଷ୍ଟେନ୍ସି ମାନେ ପ୍ରତିଦିନ କରିବା ଦରକାର, ପ୍ରତିଦିନ କରିବା ଦରକାର। ଯେକୌଣସି କାମ ପ୍ରତିଦିନ କରିଲେ ତ ତାର ଫଳ ହୁଏ। ତ ଯାହା ହଉ ଆରସିଏମ ର ପରିବେଶ ମାନେ ଆମର ବହୁତ ଉପକାର କରୁଛି। ଆରସିଏମ ର ପରିବେଶ ଭିତରକୁ ଆମେ ଲୋକଙ୍କୁ ଯଦି ଆଣିବା ସେମାନେ ବହୁତ କିଛି ଶିଖିବେ, ବହୁତ ଜାଣିବେ, ତାଙ୍କୁ ଭଲ ଲାଗିବ। ତାଙ୍କର ପାରିବାରିକ ଶାନ୍ତି ଶୃଙ୍ଖଳା ରହିବ, ତାଙ୍କର ସ୍ୱାସ୍ଥ୍ୟ ଭଲ ରହିବ, ତାଙ୍କର ଆର୍ଥିକ ସ୍ୱଚ୍ଛଳତା ମିଳିବ, ତାଙ୍କର ସମ୍ପର୍କ ସମସ୍ତଙ୍କ ସାଙ୍ଗରେ ବଢିବା ଦ୍ୱାରା ତାଙ୍କର ଗୋଟେ ବିରାଟ ପରିବାର ସହିତ ସେମାନଙ୍କର ଆଟାଚମେଣ୍ଟ ରହିବ, ରିଲେସନସିପ ବଢିବ। ତେଣୁ ଏତେ ଗୋଟେ ଭଲ ପରିବେଶ ଭିତରକୁ ଆମେ ଲୋକଙ୍କୁ ଆଣିବା ଯଦି ସେମାନେ ବହୁତ ଖୁସି ହେବେ। କିନ୍ତୁ ସେମାନଙ୍କୁ ଆଣିବା ପାଇଁ ସେମାନେ ପ୍ରଥମେ ଯୋଉ ପ୍ରକାର ଅଭ୍ୟସ୍ତ ଥିବେ ତାଙ୍କର ଅଭ୍ୟାସକୁ ବଦଳାଇବା ପାଇଁ ଟିକେ ଟାଇମ ଲାଗିବ। କିନ୍ତୁ ଆପଣ ମାନେ ସମସ୍ତେ ଜାଣୁଛନ୍ତି ଯେ ଆମେ ଆରସିଏମ ରେ କେତେ ଭଲ କାମ ସବୁ, ଭଲ ଚିନ୍ତାଧାରା, ଭଲ ବିଚାର ସବୁରେ ଆମେ କରୁଛେ। ତେଣୁ ଏଭଳି ଗୋଟେ ଭଲ ପରିବେଶ ଭିତରକୁ ପ୍ରତ୍ୟେକ ଲୋକ ଆସିପାରିବେ। ସେମାନେ ସେ ପରିବେଶରେ ଥାଇକିରି ସେମାନେ ସ୍ୱାସ୍ଥ୍ୟ ଭଲ ରହିବ, ତାଙ୍କର ମାନସିକ ଅବସ୍ଥା ଭଲ ରହିବ, ଶାରୀରିକ ଅବସ୍ଥା ଭଲ ରହିବ, ଆଉ ନିଜ ପରିବାରରେ ମଧ୍ୟ ଶାନ୍ତି ଶୃଙ୍ଖଳା ସମସ୍ତ ରହିବ, ଭଲ ସଂସ୍କାର ମଧ୍ୟ ରହିବ। ସେବା ମନୋବୃତ୍ତି, ସଂସ୍କାର, ସ୍ୱାସ୍ଥ୍ୟ, ଇଏ ଯୋଉ ଆମର ମାନେ ଅଭିଯାନ ଚାଲିଛି, ତ ଇଏ ସମସ୍ତଙ୍କୁ ନିଶ୍ଚିତ ଭଲ ପାଇବା ଲାଗିବ ଯଦି ଆମେ ସମସ୍ତଙ୍କ ସହିତ ପ୍ରତିଦିନ ଲୋକଙ୍କ ସହିତ ମିଶିବା ଆଉ ଲୋକଙ୍କୁ ଏ ବାବଦରେ କହିବା। ତେଣୁ ଏଥିରେ ଆମେ ସଂକୋଚ ନ କରିକିରି ଲୋକଙ୍କୁ କହିବା। ଲୋକେ ମାନେ ସଙ୍ଗେ ସଙ୍ଗେ ଯେ କଥା ଗ୍ରହଣ କରିନେବେ ଆମ କଥାକୁ, ଯେକୌଣସି ଭଲ କଥାକୁ ବି ସମସ୍ତେ ଗ୍ରହଣ କରନ୍ତି କି? ସେ ଗ୍ରହଣ କରନ୍ତିନି। ତେଣୁ ପ୍ରତ୍ୟେକ ଯୋଉ ଏତେ ବଡ ବଡ କାମ ଆମର ମହାନ ଲୋକମାନେ, ମନୀଷୀ ମାନେ ଯେତେବେଳେ ଆରମ୍ଭ କରିଥିଲେ ସେତେବେଳେ ସେମାନଙ୍କୁ ମଧ୍ୟ ବହୁତ ଲୋକ କମ ସପୋର୍ଟ କରିଥିଲେ। ବୁଦ୍ଧ ଦେବଙ୍କର କାଲି ଗୋଟେ ପଢୁଥିଲି ଗୋଟେ ବହିରେ ଯେ ସିଏ ଯେତେବେଳେ ତାଙ୍କର ଆରମ୍ଭ କରିଥିଲେ ସେ 2-4 ଜଣ ଲୋକଙ୍କୁ ସପୋର୍ଟ କରିଥିଲେ ତାଙ୍କୁ, ଆଉ ଅନ୍ୟମାନେ ତ ତାଙ୍କ କଥା ଶୁଣି ନଥିଲେ। ତ ପ୍ରତ୍ୟେକ କାମ ଟିସିଜି ଯେତେବେଳେ ଆରମ୍ଭ କରିଥିଲେ କେତେ ଜଣ ତାଙ୍କୁ ସପୋର୍ଟ କରିଥିଲେ? 4-5 ଜଣ ଲୋକ ସପୋର୍ଟ କରିଥିଲେ। ତ ଯେକୌଣସି ବଡ କାମ, ଯେକୌଣସି ଭଲ କାମ ସାଧାରଣତଃ ଆପଣ ଯାହାକୁ କହିବେ ସେମାନେ ତାକୁ ସାଙ୍ଗେ ସାଙ୍ଗେ ଗ୍ରହଣ କରିପାରିବେନି, କାରଣ ସେମାନେ ବୁଝିପାରିବେନି। ତ ଲୋକଙ୍କର ଲେବୁଲ ଅନୁସାରେ, ଚିନ୍ତାଧାରାର ଲେବୁଲ ଅନୁସାରେ, ଲୋକମାନଙ୍କର ସମସ୍ତଙ୍କର ତ ସମାନ ନୁହନ୍ତି। ଅଛେ ଅଳ୍ପ ବୁଦ୍ଧି, ଭଲ ବୁଦ୍ଧି, ବିଚାରଶୀଳ ଲୋକ ଅଛନ୍ତି, ତାର ଲେବୁଲ ସବୁ ଅଛି। ଯୋଉମାନଙ୍କର ଦୂରଦୃଷ୍ଟି ଭଲ ଅଛି, ବିଚାର ଶକ୍ତି ଭଲ ଅଛି, ଆଉ ତା ତଳକୁ ତଳକୁ ସବୁ ଅଛନ୍ତି ତାଙ୍କର ଲେବୁଲ ଅନୁସାରେ। ତ ଯୋଉ ପ୍ରକାର ଆମେ ଯେତେବେଳେ କହିଚାଲିବା, ମୋର ଅନୁଭୂତିରେ ମୁଁ କହୁଛି, କିଛି ଲୋକଙ୍କର ସେଇଭଳି ଯେତେବେଳେ ମାନେ ଚିନ୍ତାଧାରା, ଯୋଉ କହନ୍ତିନି ଆଣ୍ଟେନାକୁ ଲାଗିବ, ଆଣ୍ଟେନାର ସେଇ ଯୋଉ ଭାଇବ୍ରେସନ ଯଦି ଥିବ ତାହେଲେ ତାକୁ ସେ ଟଚ୍ କରିବ। ସେଇଭଳି କିଛି ଲୋକ ଆପଣ ପାଇବେ। ପ୍ରଥମେ ଯଦି ଆମେ ଅଧିକା ଲୋକଙ୍କ ସହିତ ମିଶିବା, ଅନେକ ଲୋକ ଆମକୁ ଆମେ ସେ ଆରମ୍ଭରୁ ଆମକୁ ଟିସିଜିଙ୍କର ଏକାଡେମୀରେ ଆମେ ବସି ଶୁଣିଛୁ, ବିସିଜି କହନ୍ତି, ସଞ୍ଜୀବ ଜୀ କହନ୍ତି ଯେ ଅନେକ ଲୋକ ଅଛନ୍ତି ଦୁନିଆରେ, ସେମାନେ ଆପଣଙ୍କ ଅପେକ୍ଷା କରି ଅଛନ୍ତି, ସେମାନେ ଜାଣିନାହାନ୍ତି। ସେମାନେ ଆପଣଙ୍କ ଅପେକ୍ଷା କରି ରହିଛନ୍ତି ଯେ ଏ ଆରସିଏମ ର ଏଇ ଯୋଉ ଅଭିଯାନର ଏଇ ଯୋଉ ସବୁ ମହାନ ସବୁ ବାଣୀ ତାଙ୍କର ସେମାନେ ଜାଣିବା ପାଇଁ ଆମେ କହିଚାଲିବା ଯାହାର ମନକୁ ଛୁଇଁବ ସେ ପ୍ରଥମେ ନିଶ୍ଚିତ ଭାବରେ ଆପଣଙ୍କର ସହିତ ସହଯୋଗ କରିବ। ତାପରେ କିଛି ଲୋକ ଅଛନ୍ତି କିଛି ଲୋକ ପ୍ରଥମେ ଶୁଣନ୍ତି, ବୁଝନ୍ତି। କିଛି ଲୋକ ଅଛନ୍ତି ଦେଖିକିରି ସେମାନେ ବୁଝନ୍ତି। କିଛି ଲୋକ ଅଛନ୍ତି ବହୁତ ଡେରିରେ ନିଜେ ଯେତେବେଳେ ଅଫସୋସ ଯେତେବେଳେ ହୁଏ ଯେ ଡେରି ହେଇଗଲା, ସେମାନେ ପଛରେ ଅଛନ୍ତି। ଆମର କର୍ତ୍ତବ୍ୟ ହଉଛି
ସବୁବେଳେ ସମସ୍ତଙ୍କ ସହିତ ମିଶିବା, ସବୁ ଜାଗାରେ ସବୁ ବିଷୟରେ କହିବା। ତେଣୁ କହି ଚାଲନ୍ତୁ ସମସ୍ତଙ୍କୁ ଏ ଯୋଉ ଆରସିଏମ ର ଏତେ ସୁନ୍ଦର ସୁନ୍ଦର କଥା, ଏତେ ଭଲ ଭଲ କଥା ସମସ୍ତଙ୍କୁ କହି ଚାଲନ୍ତୁ। ତେଣୁ ନିଶ୍ଚିତ ଭାବରେ ଲୋକେ ଶୁଣିବେ, ଶୁଣୁଛନ୍ତି। ଆଜି ସାରା ଭାରତରେ 4 କୋଟି 5 କୋଟି ଲୋକ ହେଲେଣି। ଲକ୍ଷ ଲକ୍ଷ ଲୋକ ଆଜି ଦେଖୁଛନ୍ତି କେମିତି ରୂପାନ୍ତରଣ ଯାତ୍ରାରେ କୋଉ ଭଳିଆ ଉତ୍ସାହ। ତାହେଲେ ସେମାନେ କୋଉଠୁ ଆସିଲେ? ସେମାନେ ବି ହଜାର ହଜାର ଲୋକଙ୍କ ସହିତ ମିଶିବା ପରେ ଶହ ଶହ ଲୋକ ଆସିଲେ, ସେଥିରୁ ମଲ୍ଟିପ୍ଲାଏ ହେଇ ଚାଲିଲା। ତେଣୁ ଆମର କାମ ହେଲା ଲୋକଙ୍କୁ କହି ଚାଲିବା, କହି ଚାଲନ୍ତୁ। ଥ୍ୟାଙ୍କ ୟୁ, ଧନ୍ୟବାଦ। ଓଭର ଟୁ ଶତପତି ବାବୁ। ସାର୍ ବହୁତ ବଢିଆ କଥା ଯେ ଆମେ କହିବା, ନିରନ୍ତରତା ରଖିବା ନିହାତି ଜରୁରୀ। ସାର୍ ମୁଁ ଯେତିକି ଯାହା ଅନୁମାନ କରେ ଯେ ଅନ୍ୟକୁ କହିବା ପାଇଁ ସେ ଯୋଉ ବିଚାର ମନ ଭିତରେ ଆସେ, ସେ ବିଚାରଟା ଯଦି ପବିତ୍ରତା ଅଛି ସେ ବିଚାରରେ, ତାହେଲେ ନିଶ୍ଚୟ ଆମେ କହି ପାରିବା। ହଁ ଅଛି ତ, 100% ପବିତ୍ରତା ଅଛି। ଏକ୍ଜାକ୍ଟଲି କଥା ଯେ ମ୍ୟାକ୍ସିମମ୍ ଜାଗାରେ କଣ ହୁଏ ଯେ ଆରସିଏମ କୁ କେବଳ ଆମେ ପଇସା ରୋଜଗାର କରିବାର ଗୋଟେ ମାଧ୍ୟମ ବୋଲି ଭାବି ଦଉ, ସେଥିଲାଗି କାହାକୁ କହିବା ପାଇଁ ଗୋଟେ ମନ ଭିତରେ ହିଚକିଚା ଆସେ। କିନ୍ତୁ ଇଏ ତ କେବଳ ସେଇଟା ନୁହେଁ, ଇଏ ବହୁତ ସାରା ପରିବର୍ତ୍ତନ ଆସିବ। ଆମ ସ୍ୱାସ୍ଥ୍ୟର ଉନ୍ନତି, ଆମର ମାନେ ଯୋଉ ସଂସ୍କାର ଆସିବ, ପରିବାରର ଯୋଉ ସଂସ୍କାର ଆସୁଛି, ଯୋଉ ପ୍ରକାରର ଗୋଟେ ବନ୍ଧୁତ୍ୱ। ଆଜି ଦେଖନ୍ତୁ ବହୁତ ସାରା ବୟସ୍କ ଲୋକମାନେ ଏମିତି ବି ଅଛନ୍ତି, ତ ସେମାନଙ୍କ ପାଖରେ ତାଙ୍କ କଥା ଶୁଣିବା ପାଇଁ ବି ତାଙ୍କ ପିଲାମାନେ ତାଙ୍କ ପାଖରେ ନାହାନ୍ତି, ଆଉ ସେମାନେ ବି କାହା ସାଙ୍ଗରେ ମିଶନ୍ତିନି। ଆଉ ଇଏ ଦୁନିଆକୁ ଆସିଛନ୍ତି, ଆଉ କେତେ ଦିନ ବା ବଞ୍ଚିବେ, ସେମିତି ଘରେ ରହି 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 କାହା ସାଙ୍ଗରେ ସେ ମାନେ ମନ ଭିତରେ ତର୍ସିଥାନ୍ତି ଯେ ମତେ କିଏ ଟିକେ ଫୋନ କରନ୍ତେ କି, ମୋ ସାଙ୍ଗରେ ଟିକେ କଥା କିଏ ହୁଅନ୍ତେ କି। ଏ, ବହୁତ ସାରା ଲୋକମାନଙ୍କୁ ବି ଆମେ ଇଏ ଯୋଉ ଆରସିଏମ ର ଯୋଉ ଅଭିଯାନର ଇଏ ଯୋଉ ମାହାତ୍ମ୍ୟ ବିଷୟରେ ଯଦି ଆମେ କହିବା, ଆମ ମାଇଣ୍ଡକୁ ଆମେ ପବିତ୍ର କରିବା, ତାହେଲେ ଆମେ କହିବାରେ କୌଣସି ବି ଅସୁବିଧା ନାହିଁ। ଦେଖନ୍ତୁ ଇଏ ଯୋଉ ଧ୍ୟାନ ଆଜି ପ୍ରତି ବୁଧବାର ଦିନ ହଉଛି, ଇଏ ବୁଧବାର ଇଏ ଯୋଉ ଧ୍ୟାନ ମାଧ୍ୟମରେ ବହୁତ ସାରା ଲୋକଙ୍କୁ ବି ଆମେ କହିଦେଇ ପାରିବା ଯେ ଆରସିଏମ ର ପ୍ରତି ବୁଧବାର ଦିନ ଗୁରୁକୁଳରେ ଧ୍ୟାନ ହିଁ ହଉଛି। ସେ ଧ୍ୟାନ ଦ୍ୱାରା ବହୁତ ଭଲ ଭଲ କଥା ଆମକୁ ଶିଖିବାକୁ ମିଳୁଛି। ଧ୍ୟାନ କରିବା ଦ୍ୱାରା ଆମର ଉପକାର, ଆମ ଶରୀର କେତେ ଶାନ୍ତି, ଆମ ମନ କେତେ ଶାନ୍ତି ପାଉଛି, ଶରୀର କେତେ ଉର୍ଜାବାନ ହଉଛି, ତ ଆମେ ସେଥିରେ ପାଉଛେ। ତ ଆମେ କହି ତ ପାରିବା, ଆମେ ଯଦି ନ କହିବା ତାହେଲେ ଆଗକୁ ବଢିବା କେମିତି? ଦେଖନ୍ତୁ ଆପଣଙ୍କ ଟିମରେ ବି ବହୁତ ବଡ ବଡ ମାନେ ଏମିତି ବି ଅଛନ୍ତି, ତାଙ୍କର ବି ବହୁତ ସାରା ପ୍ରତିଭା ବି ଅଛି। ହଁ, ସେ ପ୍ରତିଭା ତାଙ୍କ ଭିତରେ ସେ ତାଙ୍କର କୋଉଠି ନା କୋଉଠି ରହିଯାଉଛି, କିନ୍ତୁ ଯଦି ଆମେ ଏ ପ୍ଲାଟଫର୍ମକୁ ଆଣିବା ତ ଆମେ ବି ଦେଖେଇ ପାରିବା ଯେ ତାଙ୍କ ପ୍ଲାଟଫର୍ମ ମାନେ ଏଠି ବି ତାଙ୍କର ପ୍ରତିଭା ବି ବିକଶିତ ହେଇଯାଇପାରିବ। ତ ମୁଁ ସେଥିଲାଗି ଆପଣମାନଙ୍କୁ ପୁଣି ଅନୁରୋଧ କରୁଛି ଯେ ଆମେ ପ୍ରତ୍ୟେକ ଦିନ କାହାକୁ ନା କାହାକୁ, କାହାକୁ ନା କାହାକୁ ଆମେ ଗୁରୁକୁଳ ବିଷୟରେ କହିବା, ତାଙ୍କ ସହିତ ଡିସ୍କସନ କରିବା, ତାଙ୍କର ଜୁମରେ ଇନଷ୍ଟଲ କରିବା, ତାଙ୍କୁ ଗୁରୁକୁଳ ଶାଖାକୁ ଆସିବା ପାଇଁ କହିବା। ଦେଖନ୍ତୁ ଗୋଟେ ଏକ୍ଜାମ୍ପଲ ଦଉଛି, ଆପଣମାନଙ୍କ ଟିମରେ ପ୍ରତିମା ରାଣୀ ମିଶ୍ର ଷଡଙ୍ଗୀ ଅଛନ୍ତି, ବହୁତ ବଢିଆ ଲେଖିକା ଜଣେ, ତାଙ୍କର ପ୍ରତିଭା ଚାରିଆଡେ ଅଛି। ତ ଆମେ ତାଙ୍କୁ ତ ଗୁରୁକୁଳକୁ ଏଇ ଧ୍ୟାନ ମାଧ୍ୟମରେ, ଧ୍ୟାନର ଯୋଉ ବୁଧବାର ଏ ପ୍ରୋଗ୍ରାମକୁ ଡାକିଲେ ଆମେ ତାଙ୍କଠୁ ତ ବହୁତ କିଛି ଶିଖିପାରିବା। ସେମିତି ଆହୁରି ବହୁତ ସାରା ଅଛନ୍ତି, କିଏ ଡକ୍ଟର ଅଛନ୍ତି, କିଏ ଭଲ ଭଲ ଇଞ୍ଜିନିୟର ଅଛନ୍ତି, ତାଙ୍କ ଭିତରେ ବି ବହୁତ ସାରା ଜ୍ଞାନ ଅଛି। ତ ଆମେ ବି ତାଙ୍କୁ ତ ଶିଖିପାରିବା, କିନ୍ତୁ ତାଙ୍କୁ ଇନଭାଇଟ୍ କରିବା ନିହାତି ଜରୁରୀ। ଆମେ ତାଙ୍କ ସାଙ୍ଗରେ ବସୁଛେ, ଡିସ୍କସନ କରୁଛେ, କିନ୍ତୁ ଗୁରୁକୁଳ ବିଷୟରେ ତାଙ୍କୁ କହୁନେ। ଯଦି କହୁଥାନ୍ତେ ସେ ଆମ ସାଙ୍ଗରେ ବି ରହୁଥାନ୍ତେ, ଆଟଲିଷ୍ଟ ବୁଧବାର ତ ରହୁଥାନ୍ତେ। ତ ଏ ହଉଛି କଥା। ତ ସେଥିଲାଗି ଆମେ ସମସ୍ତଙ୍କୁ ଇନଭାଇଟ୍ କରିବା ନିହାତି ଜରୁରୀ। ଆଉ ଯେତେ ଅଧିକ ସାଥୀଙ୍କୁ ଇନଭାଇଟ୍ କରିବା, ତାହେଲେ ଇଏ ଯୋଉ ପବିତ୍ରତା ଆଜି ଆରସିଏମ ମାଧ୍ୟମରେ ପୁରା ଭାରତବର୍ଷରେ ବଣ୍ଟା ମାନେ ଚାଲିଛି, ତ ଇଏ ଯୋଉ ପବିତ୍ର ଭାରତ, ଇଏ ଭାରତବର୍ଷରେ ପୁରା ପବିତ୍ରତା ଚାଲିଛି। ତ ଇଏ ପବିତ୍ରତା ସମସ୍ତଙ୍କ ପରିବାରକୁ ଯିବ, ସମସ୍ତଙ୍କ ପରିବାରରେ ସଂସ୍କାର ଆସିବ, ସମସ୍ତେ ବହୁତ କିଛି ଉନ୍ନତି ବି କରିପାରିବେ। ଓକେ, ପୁଣି ଥରେ ଆପଣଙ୍କୁ ମନେ ପକେଇ ଦଉଛି ଯେ ଆସନ୍ତା 8 ତାରିଖ ରବିବାର କଟକରେ ୟୁଏଲପି ପ୍ରୋଗ୍ରାମ ହଉଛି। ତ ଆରସିଏମ ବିଷୟରେ ଯୋଉମାନଙ୍କର ଧାରଣା କିଛି ଅଲଗା ଅଛି ବା କେହି ଯେ ଜାଣି ବି ନାହାନ୍ତି,
ତ ସେମାନଙ୍କ ପାଇଁ कंपनी तरफ यूएलपी प्रोग्राम करा जाउची जो थे कि कंपनी जोनल मैनेजर एरिया बिजनेस मैनेजर ता सहित किसोल ओडिया ट्रेनर लेडी ट्रेनर आउ ता सहित न्यूट्री चार्ज इन सब बहुत सारा आयोजन भी करा कराई होटेल विशालीन कटक रे करा जाउची आउ इनवाइट करवा निहाती जरूरी आमे जमती जेहेतु कटक रे होची आमे सालेपुर रो साथी मानको इनवाइट करबा जदि पाटकुरारू आसी पारचंती बस रे आसीकी आसीबा पई प्लानिंग करचंती ताले आमे सालेपुर कहीं डकई पारियानी आमे डाकिबा पई सेतिकी आत्मीयता जदि मन भितरे रहिबो ताले एते पवित्रता हबो आत्मीयता हबो ताले आमे सालेपुर भी डकई दे परिवा सिडी रू भी लगई परिवा बांकी रू भी डकई दे परिवा गोपालपुर भी डकई परिवा तो आमे समस्त को देखा गोटे थर देख ये ये आरसीएम कौन गोटे थर देख देखी सारा पर जदि जार इच्छा हम कर जार न इच्छा हम करनी किसी असुविधा भी ना बाध्यता किसी ना ये हूँ गोटे बहुत बड़ कथा द्वितीय कथा संजीव जी जो पावरफुल ट्रेनिंग आमर रहे तो से ट्रेनिंग द्वारा तो आज आप ओडिशा रे जिते डेवलप माने पूरा भारत वर्ष रे आपण बहुत सारा जगह देखो केवल ओडिशा नुहे बिहार वेस्ट बेंगल जिते बड़ बड़ लीडर आज तैयारी होती संजीव जी ट्रेनिंग द्वारा ही होती तो याकू इम्पोर्टाट दवा निहाती दरकार 14 तारीख दिन अच्छी 14 तारीख दिन बहुत सारा साथी को एबेठू तांको यदि प्रमोशन करवा टिकेट को लेकिन आमे तांको शेयरिंग भी करवा तो शेयरिंग जदि करवा ताले बहुत अधिक लोक बसिबे ताकि आपनको टीम रे बहुत सारा लीडर तैयारी होइजिबे जो मन भीतर आसुचे ना आमे एका करूछु आम टीम रे आ केही करूनांती तो करिवे केमिति से मनोवृत्ति आसीबो केमिति तो तांको माहौल को आनिबा निहाती दरकार ये होची बहुत बड़ कथा आ ता छड़ा भुवनेश्वर रे रहउतबा नॉर्मली स्पेशली लेडीज मानक पई किटी पार्टी रो व्यवस्था भी करा जाउची मां बनदुर्गा आरसीएम सेंटर रे तो से पोस्टर ऑलरेडी अशोक बाबू भी पठे देइचंती ग्रुप रे सेटा मोस्ट प्रोबेबली 16 तारीख एक्जाक्टली डेट टा मने पड़नी मु देखिदेवी ग्रुप रे पठेइचंती तो से किटी पार्टी रे भी आपण माने बसवे तार ड्रेस कोड कौन रहिबो ये सब आसीबे सेथरे एंजॉय भी करिवे आरसीएम जे केवल किछि काम करिबा ता भीतर भी एंजॉय करिबा ये भी सब व्यवस्था भी अछि तो सब प्रकार रो कार्यक्रम आमे करि परिबा तो 19 तारीख रे कौन कहले भाई 19 तारीख 19 तारीख हाँ 19 तारीख येलो ड्रेस एमती कौन कि व्हाइट एमती कौन अच्छी नॉर्मली लेडीज मानक पई एटा गोटे बहुत बड़ अपॉर्चुनिटी आ माध्यम रे बहुत सारा नुआ लोकों को भी इनवाइट करि परिबा किटी कैप्ट रे शामिल करि परिबा तांको मन को आमे जीति परिबा सबुठु बहुत बड़ कथा तो ये सब बहुत सारा उपाय अछि आ ता छडा सबुठु बड़ कथा अछि जे मास मात्र कंपटीशन 28 अछि आज्ञा करियो आज्ञा माने जे भलो रेसिपी करिवो कोन कंपटीशन अछि कि कौन अच्छी कौन नहीं आपन पाखे किशोर ट्रेनर नंबर अच्छी आप डायरेक्ट कथा पारे हां आपण तो लीडर मु किए मु जानि नथि बेसानी हाँ लीडर लीडर माने डायरेक्ट ट्रेनर को सहित कथा हे मु किए मझिरे कि मु साधारण लोकटिए तो आपण माने तांकर नंबर तो अच्छी तांक सहित डायरेक्ट कथा ही जिवे कौन करिवे कौन नाही को ड्रेस पिंधिकी जिवे सांगरे केते जण नुआ लोक को नेकी जिवे सेमाने भी एंजॉय करिवे तो ये सब बहुत सारा अच्छी किंतु सबटु बड़ कथा ये मास मात्र 28 दिन अच्छी 28 दिन नु आज 4 दिन पळेला तो आमको 100% ग्रोथ करने को अच्छी सेटा केबे भूलिबानी जे जेतिकी आमे करितले 100% मीन्स आमे सपोज गत मास रे 5000 करथिले 100% ग्रोथ माने 10000 करबा एटा होची हमर फाइनल जदि 20000 करथिले तो 100% ग्रोथ माने आमे 40000 करबा 100% ग्रोथ करने द्वारा ही सब किसी संभव आउ ये सब संभव आप देखिए सहजरे माने जदि आप ये प्रोग्राम रे लोकों को इन्वॉल्व करेंगे तो लोकों को करने द्वारा आमे लोकों को तैयारी करवा लोक बिजनेस करेंगे आमे बिजनेस करें आमे केबे कर आमे कर परियन तो आमे लोक तैयारी करबा लोक बिजनेस करिवे ओके थैंक यू बहुत बहुत धन्यवाद आपण मानकु समस्त को आपण माने समय देकी आसुचंती आहुरी खुशी लागिवो जदि आम संगे आहुरी बहुत सारा साथी आसी जिवे ओके ये आशा ये विश्वास रखिकी आज ये प्रोग्राम को शेष करिवा नमस्कार जय आरसीएम पुणी काली देखा हवा सेम जय
जय श्री नमस्कार। जय श्री सार, नमस्कार। जय नमस्कार जय श्री